ଗୁଗୁଲି କୁଆଡେ ଗଲୁ ବେ? ନେ ନେ ବଢିଆ ଆମ୍ବ ଜଣେ ବିକୁଥିଲା ଦେଶୀ ଆମ୍ବ କାଲି ଯୋଉ କାଳ ବୈଶାଖୀ ହେଲାନି ଝଡି ଯାଇଛି ଆଣିଛି। କଣ ହେଇଛି ମନ ଦୁଃଖ? ମୋର ତମକୁ କିଛି କହିବାର ଅଛି। ମତେ କିଛି କହିବାର ଅଛି? ହଁ ମୁଁ ଜାଣିଛି କଣ କହିବ କୁହ। ସକାଳେ ମୋ ବୋଉ ଫୋନ କରିଥିଲା। ଆଗକୁ କୁହ, ସେତିକି ରହିଗଲେ କେମିତି ଜାଣିବି? ଘରୁ ଫୋନ କରିଥିଲା କି ବାପାଙ୍କ ଦେହ ବହୁତ ଖରାପ ଆଉ କହିଲା ଆମ ଦ୍ୱାରା ଯଦି କିଛି ପଇସା ହେଇପାରିବ ତ ଭଲ ହୁଅନ୍ତା। ପଇସା ମୁଁ ଟଙ୍କାଟେ ବି ଦେଇପାରିବିନି। କାହିଁ ତମ ବୋଉ କଣ ଭୁଲିଗଲେ କି ସେଦିନର କଥା? ଯୋଉ ଦିନ ବଡ ଜଇଁ ଆଗରେ ସାନ ଜଇଁକି ବେଜିତ କରିଥିଲେ। ଓହୋ ଆଜି ତ ଅସୁବିଧା ପଡିଛି, ବୋଉ ତ ଫୋନ କରିଥିବେ ନା ବଡ ଜଇଁ କତିକି। ବଡ ଜଇଁ ତ ଫୋନ ଉଠେଇ ନଥିବେ ନା, ସେଥିପାଇଁ ସାନ ଜଇଁ କଥାଟା ମନେ ପଡିଗଲା ନାଇଁ। ସେଥିପାଇଁ ମତେ ଫୋନ ନ କରି ତତେ ଫୋନ କରିଛନ୍ତି। ମୁଁ ଟଙ୍କାଟେ ବି ଦେଇପାରିବିନି ହେଲା। କଥା ଟିକେ ବୁଝ। ମୋ କଥା ବୁଝ ନା। ଆଉ ମୁଁ ବି ଭାବୁଛି ତମେ ଏତେ ଶୀଘ୍ର ମାନେ ତମ ସ୍ଵାମୀର ବେଜିତ ଟା ମାନେ ଯୋଉ ଅପଦସ୍ତ ହେଇଥିଲି ତମେ ବି ଭୁଲି ଯିବନି, ଠିକ ସେ ମନେ ରଖିଥିବ। ମୁଁ କଣ ମାନେ କହୁଛି ମୁଁ କଣ ଭୁଲି ଯାଇଛି ବୋଲି, ମୁଁ ବି ମନେ ରଖିଛି କିନ୍ତୁ ଏବେ ଅସୁବିଧା। ରିଲାକ୍ସ ଶୁଣ, ଗୋଟେ କାମ କର, ମୁଁ ଗାଡି ଡାକି ଦେଇଛି ହେଲା। ଗାଡି ଡାକି ଦେଇଛି, ହେଇ କିଛି ପଇସା ଅଛି ନେ, କିଛି ପଇସା ଅଛି ନେ, ମୁଁ ଗାଡି ଡାକି ଦେଇଛି ଯା। ତୁ ବି ଯା ଟିକେ ଦେଖା କରିଦେଇ ଆସେ, ତତେ ବି ଭଲ ଲାଗିବ। ଆଉ ହଁ ମନେ ରଖିଥା, ଏ ପଇସା ଏ ପଇସା ମୁଁ ଦଉଛି କେବଳ କଣ ପାଇଁ କହନି? ତୋରି ପାଇଁ ଦଉଛି। କାହିଁକି ନା ମୋ ସ୍ତ୍ରୀ ଆଖିରେ ମୁଁ କେବେ ବି ଲୁହ ଦେଖେଇ ପାରିବିନି ନା, ସେଦିନର ବେଜିତ ପାଇଁ ମୁଁ କେବେ ବି ଭୁଲି ଯିବିନି ହେଲା। ଥ୍ୟାଙ୍କ ୟୁ। ହଁ ତୁ ଯା ଯା ଜଲ୍ଦି ଜଲ୍ଦି ଯା, ମୁଁ ଗାଡି ଫୋନ କରିଦଉଛି, ଗାଡି ବାଲା ଆସିବ, ଅଟୋ ଡାକି ଦଉଛି, ଅଟୋରେ ପଳେଇବୁ। ତମେ ମୁଁ ଯା, ମୁଁ ସନ୍ଧ୍ୟାବେଳୁ ଦୋକାନ କାମ ସାରିକି ମୁଁ ଯିବି ଆଉ ହେଲା। ସନ୍ଧ୍ୟାବେଳୁ ଦୋକାନ କାମ ସାରି ଯିବ ରାତିରେ ତ? ପହଞ୍ଚିବି ଆଉ ହେଲା। ତମେ ରାଗିନ ତ? ନାଇଁ ରାଗିନି ରାଗିନି ଯା। ଏଇ ଲୁଗା ପିନ୍ଧିକି ଯିବୁ ନା ଲୁଗା ପିନ୍ଧିବୁ ପୁଣି? ଝୁଅ ଖାଇସାରିଲାଣି? ଆଁ ଯା ଝୁଅ ଖୋଇଦେ, ଯା ବାହାରିକି ଯା, ଯା ଜଲ୍ଦି ଜଲ୍ଦି ବାହାରିକି ଯା।